ମରହଟ୍ଟା ମାନଙ୍କର ହାତେ ବନ୍ଦୀ ହେଇଥିଲେ ସମ୍ବଲପୁର ରାଜା ଆଉ ତାଙ୍କର ପୁଅ ମହାରାଜ ସାଇ। ତାଙ୍କୁ ମୁକ୍ତ କରବା ଲାଗି ମହାରାଣୀ ରତନ କୁମାରୀ ଇଂରେଜମାନଙ୍କୁ ସାହାଯ୍ୟ ମାଗିଥିଲେ। ଆଉ ଇଂରେଜମାନେ 1804 ମସିହାରେ ମରହଟ୍ଟା ମାନଙ୍କର ଠାନୁ ମୁକ୍ତ କରିଥିଲେ ଆଉ ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ବଲପୁରକେ ନିଜର ନିୟନ୍ତ୍ରଣକେ ଆଣିଥିଲେ। 1827 ମସିହାରେ ସମ୍ବଲପୁରର ରାଜା ମହାରାଜ ସାଇ ଅପୁତ୍ରିକ ଭାବେ ମୃତ୍ୟୁବରଣ କରିଥିଲେ। କିଏ ହେବା ସମ୍ବଲପୁରର ରାଜା, କିଏ ହେବା ମହାରାଜ ସାଇଙ୍କର ଉତ୍ତରାଧିକାରୀ, ତାର ନିଷ୍ପତ୍ତି ନେବାର କ୍ଷମତା ବି ଇଂରେଜ ସରକାର ନିଜର ହାତକେ ନେଲେ ଆଉ ରାଜାଙ୍କର ବିଧବା ରାଣୀ ମୋହନ କୁମାରୀକେ ସମ୍ବଲପୁରର ଶାସନ ଦାୟିତ୍ୱ ଦେଲେ। ହେଲେ ପ୍ରକୃତରେ ସମ୍ବଲପୁରର ରାଜବଂଶର ସୁରେନ୍ଦ୍ର ସାଇ ରାଜଗାଦି ଲାଭ করবার কথা। ହେଲେ ଇଂରେଜମାନେ ଜାଣିଥିଲେ ଯେ ସୁରେନ୍ଦ୍ର ସାଇ କେବେ ବି ଇଂରେଜମାନଙ୍କର ଗୁଲାମୀ ନାଇଁ କରନ୍, ଯାହାର ଲାଗି ସେମାନେ ମୋହନ କୁମାରୀକେ ରାଜଗାଦି ଦେଇକରି ସେମାନେ ନିଜର କାଠପୁତଲି ଭାବେ ନିଜର ରାଜନୈତିକ ଶାସନ করবি। ରାଣୀଙ୍କର ଶାସନ ଦାୟିତ୍ୱ ପରେ ରାଜ୍ୟରେ ଅଶାନ୍ତି ବାତାବରଣ ଦେଖା ଦେଇଥିଲା। ଆଦିବାସୀ ଜନତା ଆଉ ଜମିଦାରମାନେ ଜୋରଦାର ବିଦ୍ରୋହ କରିଥିଲେ ଆଉ ସେ ବିଦ୍ରୋହର ନେତୃତ୍ୱ ନେଇଥିଲେ ବଳରାମ ସାଇ ଆଉ ସୁରେନ୍ଦ୍ର ସାଇ।